କିଛି ଦିନ ହେବ ଭାଇରାଲ ହେଉଛି ଏକ ଗ୍ରାମ ପଞ୍ଚାୟତ ଯାହା ହେଲା ତିଖିରି ଗ୍ରାମ ପଞ୍ଚାୟତ। ଆଜି ଆମେ ଆସିଛେ ଏହି ତିଖିରି ଗ୍ରାମ ପଞ୍ଚାୟତର ତିଖିରି ଗ୍ରାମକୁ ଜାଣିବା ସହ ଏ ଗ୍ରାମର ସମସ୍ୟା କ'ଣ ଅଛି, ତାର ସମାଧାନ କିପରି କରାଯାଉଛି ଏ ବିଷୟବସ୍ତୁକୁ ନେଇକରି ଆଜିର କିଛି ଭିଜୁଆଲ ଆପଣମାନଙ୍କ ପାଇଁ। ମୋ ନାଁ ହେଉଛି ଯୋଗେନ୍ଦ୍ର ସାହୁ। ଏଠି ଦେଖିପାରୁ ଘର ଆପ୍ଲାଏ ହେଇଛି, ଫଟୋ ଉଠିଛି, ସବୁ କରିଛି, ୱାର୍କର ନାହିଁ, କିଛି ନାହିଁ। ମୁଁ ଗୋଟେ ବର୍ଷ ଘର ଅଛପର ରଖିଲି, ଘର ବି ପାଇଲି ନାହିଁ। ଏମିତି ଅମର ପିରିୟଡ଼ରେ ମୁଁ ଘର ପାଇଲିନି। ଅମର ତ ବାରିକ ତ ଘର ବିକିଦେଲା, ମୋତେ ତ ଦେଖେଇଲା, ମୁଁ ବି ସଭା ଦେଇଛି। ଆଚ୍ଛା ଆଚ୍ଛା, ଘର ପୁଅପାତି ନାହିଁ, ବୁଝିହେଲା। ଆଚ୍ଛା ମୋର ଘର ଦ୍ୱାର ବି ଆସିପାରୁନି। ମୂଲିଆ ଲୋକ ଲେବର କାମ ଆମେ କରୁଛୁ। ଲେବର କାମ କରୁଥିଲା ବେଳେ ଘର ଖଣ୍ଡିଏ ତ ମିଳିବା କଥା, ମିଳିପାରୁନି। ଇଏ ଜାଗାଟି ସରକାର ଜାଗା ନୁହେଁ ତ? ସରକାର ଜାଗା ପଟା ପାଉଛି ସବୁ ମୋ କତିରେ। ନାଇଁ, ସରକାରଙ୍କ ଜାଗାର ଆପଣଙ୍କୁ ପଟା ମିଳିଛି, ହଁ, ଆପଣ ତ ପଟା ପାଇଛନ୍ତି, ଘର ପାଇବା କଥା। ଅସୁବିଧା କ'ଣ ହଉଛି ଆପଣ ଜଣେଇଲେନି? ସରପଞ୍ଚଙ୍କୁ କହିଲେନି? ସବୁ ଫଟୋ ଉଠି ଯାଇଛି। ଚାମେଲି ଓଝାଙ୍କ ପଞ୍ଚାୟତର 8 ନମ୍ବର ୱାର୍ଡରେ କ'ଣ ସବୁ ସମସ୍ୟା ରହିଛି ତା ଉପରେ ଆଜିର ଏଇ ଭିଜୁଆଲଟିଏ ଆପଣମାନଙ୍କ ପାଇଁ। ବହୁତ ଘର ଚାଳ ଘର, ଲୋକମାନେ ଆଗରେ ଗୋଟେ ଗୋଟେ କୋଠା ମଧ୍ୟ ଅଛି। ଏ ସବୁ ଇନ୍ଦିରା ଆବାସ ଘର ନା ପିଏମ୍ ଆବାସ ଯୋଜନାରେ ସବୁ ମିଳିଛି, ଏ ବିଷୟରେ ଆସନ୍ତୁ କିଛି ଜାଣିବା। ସାଇ ବାବାଙ୍କର କିଛି ସଂଗଠନ ସାହାଯ୍ୟ କରିଛନ୍ତି ଆପଣଙ୍କୁ? ସାଇ ବାବା ଯୋଉ କହୁଛନ୍ତି, ସାଇ ବାବାଙ୍କର କିଛି ସଂଗଠନ ଏପଟେ ଅଛି, ସେଇ ସଂଗଠନ ଜରିଆରେ ଆପଣମାନେ ଗୋଟେ ଗୋଟେ ଘର ସବୁ ପାଇଛନ୍ତି। ଆଚ୍ଛା, ଆପଣ ଏଇଠିକାର ବାସିନ୍ଦା ନା ନାହିଁ? ତ ବାସିନ୍ଦା ହିସାବରେ ଚାଳ ଘର ରହିଲେ ବା ଇନ୍ଦିରା ଆବାସ ଆମର ଆଗରୁ ମିଳୁଥିଲା ସବୁ, ଆପଣ ଇନ୍ଦିରା ଆବାସ ପାଇଲେନି? ଆପ୍ଲାଏ କରିଥିଲେ ସବୁ? ଟ୍ୟୁବୱେଲଟି କେତେ ଦିନ ହେଲା ଆମର ଖରାପ ହେଲା? ये ट्यूबवेल खराब हेलानी आगे बहुत दिन हेला खराब होजी फेर सजो पेड़ कथा ତଥାପି 5 ବର୍ଷ ଭିତରେ ଖରାପ ହେଉଛି ତ? 5 ବର୍ଷ ଭିତରେ ଆମେ ଆରମ୍ଭରୁ କ'ଣ ସଂଶୋଧନ କରିପାରିଲେନି ଏସବୁ? आरंभ तो कहूची ये तो से सरकार आई कला या ये सरकार आसी कला हमें करी बोली जाइतला हम तामिल ओझा। ଆଚ୍ଛା, सरपंच तीनटा हम ये वार्ड को गोटे ट्यूबवेल आ अन्य कोडी ट्यूबवेल गोटा एई बाबदर सब जाइतले भत्ता फत्ता ये करिया पे सब जाइतले। ଏବେ ଯୋଉ ଯାଇଥିଲେ ଏବେ जो जाइतले ब्लॉक हमें तो जहा कहू सरपंच कहू ना, सरपंच का कहू वीडियो कहबे। बर्तमान वीडियो गतिरे कथावार्ता करू करू ए बेढा मुंडा गंडा रही थाना फना जे पुरी बाडई किनी आ ନାଇଁ ନାଇଁ ଆଜ୍ଞା, ଆପଣ ସଠିକ ଜାଣିଛନ୍ତି ଏ ସବୁ ଘଟଣା ହେଇଛି ବୋଲି? ନାଇଁ, ନ୍ୟୁଜରେ ସବୁ ସତ୍ୟ ଘଟଣା ପ୍ରକାଶିତ ହେଉଛି ବୋଲି ଆପଣ ମାନେ କେମିତି କହୁଛନ୍ତି? ଆମେ ନିଜେ ଯାଇ କଥାଟି ସେଠି ନୁହେଁ ଆଜ୍ଞା। ଆପଣଙ୍କ ଅଞ୍ଚଳର ସରପଞ୍ଚ ଆପଣଙ୍କ ପାଇଁ କାମ କରିବେ ଆଜ୍ଞା, କାହିଁକି ନା ଆପଣ ପ୍ରତିନିଧି ବାଛିଛନ୍ତି ତାଙ୍କୁ, ତାଙ୍କର ଦାୟିତ୍ୱ ହେଲା ସେ କାମ କରିବେ। ଏଇ ସରପଞ୍ଚ ଆମର ଆମ ପାଇଁ କାମ କରିଛନ୍ତି, ସେ କାମ କ'ଣ କରିଛନ୍ତି ଆମେ ଜାଣିବା। ଏଇ ସମୟରେ ଟ୍ୟୁବୱେଲ କଥା କ'ଣ କହିଲେ? କାହିଁ ପୂର୍ବରୁ କାହିଁ କହୁନଥିଲେ? ଆଗରୁ ଆମେ 4 ବର୍ଷ ହେଇଗଲା, 4 ବର୍ଷ ଆଗରୁ ଜଳ ସଙ୍କଟ ଦେଖାଯାଉଛି, ବାରମ୍ବାର ଟ୍ୟୁବୱେଲ ବସା ଗଲେ ମଧ୍ୟ ବା ନଳକୂପ ବସିଲେ ମଧ୍ୟ ତାହା ଅଚଳ ହେଇଯାଉଛି। ଅଚଳ ହେବାର କାରଣ ହେଉଛି ପାଣି ଉଠଉନି, ଯାହା ବନ୍ଧୁମାନେ କହିଲେ। କାହିଁକି? ଯେତିକି ଗଭୀରକୁ ଖୋଳାଯିବା କଥା ଟ୍ୟୁବୱେଲଟିଏ ସେତିକି ଖୋଳାଯାଉନି। ଟ୍ୟୁବୱେଲ ପାଣିଟିଏ ସଫିସିଏଣ୍ଟ ଆପଣମାନେ ପାଇପାରୁନାହାନ୍ତି, ଏ ନେଇକି ସରପଞ୍ଚଙ୍କୁ ଆପଣମାନେ ଜଣେଇଥିଲେ। ସରପଞ୍ଚ ଯାଇକିରି ବ୍ଲକରେ ଜଣେଇଲେ, ମେଡିକାଲରେ ଅଛନ୍ତି। ତ ସରପଞ୍ଚ ଆସିଲା ପରେ ଜଣାପଡ଼ିବ କ'ଣ ସେ ଘଟଣା ଘଟିଛି। ତେଣୁ ବର୍ତ୍ତମାନ ଆମେ ଏତିକି ଜାଣିବାକୁ ଚାହୁଁଛୁ, ଯାହା ସୋସିଆଲ ମିଡ଼ିଆରେ ଆମେ ଦେଖୁଛୁ ସେ ବିଷୟରେ ଆଲୋଚନା ରଖୁଛୁ। ରଞ୍ଜନ ମଲ୍ଲିକ। ରଞ୍ଜନ ମଲ୍ଲିକ, ଆପଣ ସିଡ୍ୟୁଲ କାଷ୍ଟ ତ? ଆଚ୍ଛା, ଏ ଘରଟି ଆପଣଙ୍କୁ ଛାତ ଘର ମିଳିନଥିଲା କି? ନାଇଁ, ଛାତ ଘର ମିଳିନି? କାହିଁ ନ ମିଳୁଛି? ନ ମିଳିବାର କାରଣ କ'ଣ? ତମର ତ ନାହିଁ ଆଉ ଆସିଲେ କ'ଣ ନାହିଁ? ଜାଗା ନାହିଁ କହିଲେ? ନାଇଁ, ଜାଗା ନାହିଁ କହିଲା ଘର ଅର୍ଡର ହେଲେ ଆମେ ଦବୁ। ଆପଣଙ୍କ ବାପାକୁ ମିଳିଥିଲା କି? ନାଇଁ ବା, କିଛି ମିଳିନି। ଆପଣଙ୍କୁ ଯାହା କହିଲେ ଆମର ସାଇ ବାବା ଖଣ୍ଡେ ଖଣ୍ଡେ ଦେଇଛନ୍ତି ସେତିକି, ନହେଲେ ଆଉ କେହି ଆମେ ଘର ପାଇବୁ। ପଞ୍ଚାୟତ ତରଫରୁ କେହି ଆସିନାହାନ୍ତି କି ବ୍ଲକ ତରଫରୁ କେହି ଆସିନାହାନ୍ତି? ଆପଣ ଏଠିକାର ବାସିନ୍ଦା ନୁହନ୍ତି ବୋଲି ଆମକୁ ମନେ ହଉଛି ଆଜ୍ଞା। ଆଉ ଏତେ ଅବହେଳା କ'ଣ ପାଇଁ? ଯଦି ଆପଣ ମାନେ ଏଠିକାର ବାସିନ୍ଦା ତାହେଲେ ଏତେ ଅବହେଳା କ'ଣ ପାଇଁ? ରାଜନୀତି କରିକି ଘର ଦଉନାହାନ୍ତି। ଦେଖିଲେ ଆଜ୍ଞା କିପରି ଘରେ ବନ୍ଧୁ ଏ ସମୟରେ ରହୁଛନ୍ତି, କ'ଣ କରନ୍ତି? ଆମେ ମୂଲ ମଜୁରୀ ଆଗ ଆଉ କ'ଣ କରୁ? ଆମର ଆଉ କ'ଣ ଜମିବାଡ଼ି ଅଛି? କିଛି ନାହିଁ। ତ ମୂଲ ମଜୁରୀ ଲାଗିକିରି ବନ୍ଧୁ କେମିତି ଘର ଖଣ୍ଡେ କରିପାରିବେ ଏ ସମୟରେ? ଆଜ୍ଞା, ସରକାରଙ୍କୁ ଅନୁରୋଧ, ଏଇ ତିଖିରି ଗ୍ରାମକୁ ଆସି ଥରେ ବୁଲି ଆସନ୍ତୁ। ଏଇ 8 ନମ୍ବର ୱାର୍ଡ ଯୋଉମାନଙ୍କର ଘର ନାହିଁ ସେମାନଙ୍କୁ ଘର ଯୋଗାଇ ଦିଅନ୍ତୁ ଆଜ୍ଞା। ଏଇ ଥାନା ପୁଲିସ ବାଲା ବାଡ଼ଉଛନ୍ତି ମାନେ ସରପଞ୍ଚ, ଆମେ କାହା କତିକି ଯିବୁ? ସରପଞ୍ଚ କତିକି ଯିବୁ ନା? ଆଉ ସରପଞ୍ଚ କତିକି ଗଲା ବେଳକୁ ସରପଞ୍ଚ ଗଲା ବେଳକୁ ମାଡ଼ ଖାଉଛି। ଆଜ୍ଞା ଆଜ୍ଞା, ଶୁଣନ୍ତୁ, ସରପଞ୍ଚ ମାଡ଼ ଖାଉଛନ୍ତି ଯୋଉ କଥାଟି ରଖୁଛନ୍ତି, ସରପଞ୍ଚ ଆପଣମାନଙ୍କର ଅଭିଯୋଗ ନେଇକିରି ଗଲା ପରେ ସେ ମାଡ଼ ଖାଇଛନ୍ତି କଥା ରଖିଲେ। ଭୋଟ ଦେଇ ଲୋକ ପ୍ରତିନିଧି ନିର୍ବାଚିତ କରିଛନ୍ତି, ସେମାନଙ୍କ ପାଇଁ କାମ କରିବାକୁ ଯାଉଛନ୍ତି ସରପଞ୍ଚ। ଆମର ସେଇ ଚାମେଲି ଓଝା ଯିଏ ଭାଇରାଲ ହେଇ ସାରିଛନ୍ତି ଏ ଅଞ୍ଚଳରେ, ଆଜି ଆମେ ତାଙ୍କରି ୱାର୍ଡକୁ ଆସିଛେ।
माइले बाकी जाऊँ पानी अच्छा ये जल संकट कहीं आपण वार्ड मेंबर अछंती वार्ड मेंबर अछंती कहीं बुझिलेनी जल संकट कहीं लागि रही आज पर्यंत तीन टा टीबल खराब खराब तीन टा टीबल खराब माने खराब कहीं होची आमे खराब कर दउचे कि मारी गिरी पानी बसियो मासे खंड जीव हां आ पानी भाई फिर आसीबो सरपंच लोक जाल सत करिया ए ब्लॉक लोक आ सत करिया फिर जो कुरा मार दे जिवे ता दिन वाले सब खराब माने पानी उठौनी प्राय तो हमको लागुची निमा आपन मिलिनी केते वर्ष ले बयस 24 वर्ष चले 74 वर्ष 74 वर्ष बयस रे भत्ता काई मिलिनी आपण अप्लाई करथिले दी आधार कार्ड माने वोट पड़ी पड़ी कम कम पड़ी अच्छा एमती अनेक समस्या आम लोक मैंने रही जाइछन्ति आज्ञा परिचय पत्र से से माने आमे बा कोन से माँ कौन भल जानी थिले कि आमर तो सर्टिफिकेट किसी नथिला कि आधार कार्ड से नथिबो आधार ठीक अच्छी हैं आधार हिसाब रे मांग केते वर्ष होउची 74 आधार हिसाब रे तो माँ पाइबा हकदार अछन्ति तथापि मिलुनी श्रमिक श्रेणी रे आमे चलुचे आमर ये घर गुड़िक सब मिली आगे जो कोठा गोटे गोटे मिली ये सब कौन इंदिरा आवास मिली आज्ञा अच्छा साई संगठन तरफ मिली ये इंदिरा आवास कहीं मिलानी अप्लाई कलु सी लोक कौन कहले तुम तो साई बाबा घर तुम घर मिल साई बाबा कौन समस्त परिवार को घर दे से किसी जन को देइछन्ति आ प्राय जो माने अछनी से माने पाइबा कथा तांको भी घर देलेनी का को अभियोग कले सरपंच को कहिथिले सरपंच कौन कहले सरपंच भी से कहले अच्छा एमानु घर काहे की मिलुनी आ भीतर राजनीति किछि आसीनी तो बंधु मान को ये विजुअल जरिया आम अनुरोध करूछु ये समस्त क्षेत्र रो दूरे आसंतु बंधु मान को घर खंडे खंडे दिंतु आज्ञा से माने अतीत समय जड़े थिले आज्ञा गोटे साई बाबा घरे चली आसुले एबे तांकर परिवार बढ़ी गलानी पुओ माने विवाह करके तांको पिला माने बढ़ी गलानी केमिति से माने गोटे घरे रहिबे आज्ञा विचार करंतु आपण माने घर मिलनी आंकर होची जो हमर नथल थिला बाकी निया चांकर पुओ पति नाहिती बुझिले आंको कुआवाला करी गोटे नथर घर टी देइची नथर घर देइकी वर्तमान से कांथिनी करदेले छण छपर भी से निजे कर देइची नथल आस्तला हमर केवल गोटाई बात्या बेले गोटाई घर हम देइची न आउ घर नथल आस्ते नथल माने कोन से कंपनी आइतला से कंपनी से कंपनी तरफ छात घर देना खाली कांथ उठे देइछन कांथ उठे करी आपण माने ताऊ चाळ छपर कर रहिछन ए गोटे घर पाइछन सब अपोजिट घर जो गुडी सब साई बाबा कर पई ए जो घर गुडी सब ए साई बाबा सब ए घर गुडी तांका ट्रस्ट तरफ नहीं की हां नला टोटल घर पाइना अच्छा गोटे परिवार गोटे कथा होची ये जो घर बखराई बखराई आम पाइचे बखराई सब सब परिवार हम चली परिबा कि सेति सरकार हमको घर खंडे दबा पई आम भी अनुरोध करूछु आज्ञा आपण हेले वार्ड मेंबर आपणकर घर वार्ड मेंबरंकर घर जदि एमती रहिबो आ साधारण जनतांकर घर केमती हबो ए कथा ऊपर तो हमको टिके आश्चर्य लागुछ आज्ञा ये घटना कोन सब हैं आपण टे कोंतु बा वार्ड मेंबर हिसाब रे आपण को वार्ड रे आपण को घर हेटी एमती जे तो वार्ड मेंबर आ कहा को कहबा आपण ए आजबेस्ट घर खंडे करी पाल टांगी करी आज्ञा चली आसुछंती ये दुख कष्ट सहुचंती आपण पंचायत रे जणौ नाहंती की कोन कहउचंती दबा सब जो प्रशासन दबा माने पंचायत रे हो ब्लॉक रे हो आमर घर खंडे नाही बोली आमे जो दुख कष्ट रे चलुछु जणेला पर हां दबा से दबा दबा भीतर आउ कहार घर आसी छि कि आपनक समय रे जो मानेंगर जाई छि कहार आसी छि कि आगे अन्यति 200 250 खंडे पाका बाकी अछि वोट अछि 300 आमे 300 वोट एठू दबा आज्ञा सर्वप्रथमे आपण माने विचार करंतु 300 वोट आपण दउचंदी नोट नै कि दउचंदी बोली हमकु लागुछि आपण माने जदि नोट नै कि वोट न दउचंदी ताले घर पर काई पाइ नांदी साधारण रे विचार करंतु जदि आमे एई भली अवस्था रे चलुछु आज पर्यंत इंदिरा आवास खंडे पाइ परलुनु साई बाबा दैचंदी हम घर आमे इंदिरा आवास खंडे पाइ पाइलुनु तो सेति पई तेणु कर विचार कले आज पर्यंत घर इंदिरा आवास खंडे पाइ पाइलु लोक प्रतिनिधि आमे बाछिबा आज पर्यंत घर खंडे पाइबानी बुझिबा चेष्टा करंतु समस्ते आमे मूर्ख लोक किछि बुझि पानु हम बुझेबा दे दउतु जा कोन करिवु कोन साई आमे तो मूर्ख लोक कोन जे जा कहउची से ता कथा न बासी बहुत गोटे टंका टा काटू
ଆମେ ଆଣିକିରି ଭୋଟ ଦଉନୁ ଇଏ କରୁନୁ ଆମେ ତ କହୁଛୁ ସାର୍ ଭଲ ସାଧାରଣ ଗରିବ ଆପଣ ମାନେ ନା ଏଇଥିପାଇଁ ଯେ ସରକାର ଚେଞ୍ଜ କରୁଛନ୍ତି ବିଜେପି ସରକାର ଆସିଲେ ଆମକୁ ସାହାଯ୍ୟ କିଛି କରିବେ ଆଚ୍ଛା କିନ୍ତୁ କିଛି ହେଇପାରିଲାନି ଏଇ ସବୁ ପାଣି ସମସ୍ୟାକୁ ନେଇ ଭାତିଆ ଟଙ୍କା ଆମ ଗାଁରେ 3-4 ମାସ ହେଲେ ଭାତିଆ ଆମ ବାପା ବୋରିଆ ଅଜାରିଆ କେହି ପାଇନାହାନ୍ତି ଭାତିଆଟା ଏଇ ସବୁ ସମସ୍ୟାକୁ ନେଇ ଆମ ଯିଏ ସରପଞ୍ଚ ଚାମେଲି ଓଝା ଯାଇଥିଲେ ବ୍ଲକ ଭିଡିଓକୁ ଜଣେଇବା ପାଇଁ ଭିଡିଓଙ୍କୁ ହଁ ସେଥିପାଇଁ ସେଟା କଣ ହେଲା ଆମେ ତ କହିପାରିବୁନି ଆମେ ଭିଡିଓରେ ଯାହା ମୋବାଇଲରେ ଦେଖିବା କଥା ତାପରେ ତା ମୋବାଇଲ ଟିକି ଛଡେଇକି ରଖିକି ତାକୁ ମାଡ଼ ମାରିଛନ୍ତି ଆଚ୍ଛା ଚିନ୍ତା କରନ୍ତୁ ଭୁଲ ତାଙ୍କର କଣ ସେ କୋର୍ଟ ଫରୱାର୍ଡ ହେଲେ ଭୁଲ କିଛି ନାହିଁ ଚାମେଲିଙ୍କର କିଛି ଭୁଲ ନାହିଁ ତାହେଲେ ଭୁଲ ନାହିଁ ଜଣଙ୍କ ସରପଞ୍ଚଙ୍କର ସେ ପୁଣି କୋର୍ଟ ଫରୱାର୍ଡ ହେଇସାଇଲେ ଆପଣ ଆଜ୍ଞା ଖଟିଲେ ଖାଇବୁ ଆଜି 500 ଟଙ୍କା ନେଇ ଆଇଲୁ ତ ଘରେ ଆମର ତେଲ ନାହିଁ ଲୁଣ ନାହିଁ ଏଇ ସବୁ ସମସ୍ୟାରେ ଆମେ ରହିଯାଉଛୁ ଗାଡି ମହାକଳପଡା କଣ ଏଇଠି କୋଉଠି ହେଇଛି ଆମେ ଚାଲିକି ପାଦରେ ପଳେଇବୁ ତେଲ ଟିକେ ନାହିଁ ବନ୍ଧୁ ମାନେ ଯିବା ପାଇଁ ଗାଡି ଟିକେ ଗୋଟେ ନାହିଁ ଆମ ପାଖରେ ବାଇକ ଗାଡି ବି ନାହିଁ ଆମ ପଡାରେ ଚାଲନ୍ତୁ ଦେଖିବେ ଯେଉଁ ସରପଞ୍ଚ ଆପଣ ମାନଙ୍କ ପାଇଁ ଆଜି ଭାଇରାଲ ହେଇଛନ୍ତି ଆପଣ ମାନଙ୍କର ଦୁଃଖକୁ ସୁଖରେ ପରିଣତ କରିବା ପାଇଁ ଯାଇଥିଲେ ନା ଆପଣ ମାନଙ୍କର ଦୁଃଖକୁ ନେଇକିରି ସେ ଯାଇଥିଲେ ନା ନାଇଁ ଆପଣ କହିବା କଥା ଆଗରୁ କଣ କରୁଥିଲେ ଆମେ କହିବା କଥା ଏଇଆ ଆଗରୁ ବହୁତ ଥର ବି ଆମ ଲୋକ ଜଣେଇଛନ୍ତି ଆଚ୍ଛା ଚାମେଲି ସରପଞ୍ଚକୁ ଆଚ୍ଛା ସେ କଣ କହୁଥିଲେ ଆଗରୁ କାହିଁ ସଂଶୋଧନ କଲେନି ଆଜ୍ଞା ସେ ମୋ ଉପରେ କର୍ମଚାରୀ ମୁଁ ତାଙ୍କ ତଳ କର୍ମଚାରୀ 2 ମାସ ହେଲା ଏଇଟାକୁ ମିଶେଇ 3 ମାସ ହବ ଆଜ୍ଞା ଆମର ଭତ୍ତା ପାଇନାହାନ୍ତି ବନ୍ଧୁମାନେ ବନ୍ଧୁଙ୍କର ଗୋଟେ ଦୁଃଖ ରହିଗଲା ରଜଟିଏ ଆସିଛି ଆମେ ଭତ୍ତା ଟିକେ ପାଇଥିଲେ କେତେ ଖୁସି ହେଇଥାନ୍ତୁ ଆଜ୍ଞା ଏ ସମୟରେ ସେମାନଙ୍କୁ ଭତ୍ତା ଗଣ୍ଡିଏ ମିଳିଲାନି ସେ ଦୁଃଖରେ ସେମାନେ ଭାଳି ହେଉଥିଲା ବେଳେ ଆଉ ଗୋଟେ ବଡ଼ ସମସ୍ୟା ଆସିଯାଇଛି ଏ ଖରା ଦିନରେ ଏତେ ଗରମ ଏମାନେ କେମିତି ବା ସହିବେ ଆଜ୍ଞା ଯେଉଁ ପୁରୁଣା କୋଠା ଖଣ୍ଡେ ଖଣ୍ଡେ ପାଇଛନ୍ତି ସାଇବାବାଙ୍କ ସଂଗଠନ ତରଫରୁ ସେ ବହୁତ ଦିନ ପୁରୁଣା ହେଇଗଲାଣି ସେ ଘରର ଅବସ୍ଥା କହିଲେ ନ ସରେ ଆଜ୍ଞା ଚାଳ ଘର ଖଣ୍ଡେ ଖଣ୍ଡେ କରି ରହିଛନ୍ତି ଛପର ବି ଭଲ ଭାବରେ କରିପାରୁନାହାନ୍ତି କାହିଁକି ନା ଶ୍ରମିକ ଶ୍ରେଣୀର ଲୋକମାନେ ପଲିଥିନ୍ ଟାଙ୍ଗିକି ରହିଛନ୍ତି ଏମାନଙ୍କ ପାଇଁ ସେ ଯୋଜନା ସବୁ କରିଛନ୍ତି ସରକାର ନା କାହା ପାଇଁ କରିଛନ୍ତି ଆମ ଭିଜୁଆଲ ଜରିଆରେ ବାରମ୍ବାର ପ୍ରତ୍ୟେକ ଗ୍ରାମକୁ ଯାଇ ଆମେ ଏଇ କଥା ହିଁ ରଖିଥାଉ କାହା ପାଇଁ ଯୋଜନା ଯଦି ଯୋଜନା ହିତାଧିକାରୀ ମାନେ ପାଉନାହାନ୍ତି ଏ ଯୋଜନା କରୁଛ କ'ଣ ପାଇଁ विचार करंतु आपण माने देखंतु सेही अतीत समय रे साई बाबांकर गोटे बखरा आपनकु घर मिलिछि सेही घरे आपण माने केते जण रहउचंदी पुओ मैरिज कले समस्ते एटी गोटे घर रहिचंदी पुओ मैरिज कला परे कोठी पुणी रहिबे चिंता करंतु ने आज्ञा आपण जहांकु वोट दे निर्वाचित करिसंदी सेही ही दुख दूर करिवे आपण सीए तांकु पचारंतु से माने जाय ब्लॉक रे हम दुख टिके जणांतु प्रकृत रे दुखी मान को घर खंडे दिया जाऊ काहे ना इंदिरा आवास मिलिनी हमकु मो कथा बुझे आमको कौन संगठन जदि देइछि आमे संगठन पाइथिबा घर टिए तो बहु वर्ष हो गलानी भांगी रुजी गलानी बर्तमान चलिबा असुविधा होउछि आम पाई से जाइथला घर द्वार आनिया पई अच्छा तांकु बाटर माड़ मारी केस थाना बिना दोषरे जाइछि आपण केबे चिंता करि पारुछंदी मां बिना दोषरे केही केबे थाना को नै परिबे ए समय रे ताहले काहे कहउछंदी बिना दोषरे तांकर कोन दोष अछि से आसिला परे आमे तांको पाखरु सुनिले जानिबा नै कि से पर्यंत आमे किछि सठिक कहि परिबा नाही खाली एतिकी आमे जानिचे आम दुख नै कि से ब्लॉक को जाइथिले नै कि एतिकी आमे जानिचे आज्ञा तापरे जो घटना सब घटी जाइछि ताको आमे मोबाइल रु केवल देखुचे आज्ञा नै कि से मैडम हमर भलरे आसंतु तांको देह पा भल हो जाऊ जदिओ किछि तांकर घटना घटिछि केमति भलरे आसी हम पाखरे पहुंचंतु आज्ञा एतिकी बहुत बहुत धन्यवाद आज्ञा अंतर्दय घर मिलुछ बा हैंडीकैप जे ना सब भत्ता कहितले पंचायत रे हम कहितले से पंचायत को आनी देले कहले हम घर दबु बोली घर द्वार किछि नै भत्ता मेते को 30 वर्ष तो कम भत्ता देबी ए भी ए जो मुंड खराब हो गेले पागल से कहउछन से माने हां अरे कहले 30 वर्ष आउ भाई नंगे तो विकलांग अछंदी बोली सर्टिफिकेट पाइछंदी भत्ता भी पाउछंदी आज्ञा ताहले अंतर्दय घर काहे कि मिलिलानी ये अनियमितता कहार आज्ञा करूथिबे किपरि नुआनिया घर झाटी माटी रे मध्य घर टिए हेछि आज्ञा देखो साई बाबा घर गली पड़छि ये पुनी साई बाबा घर जो हेतिला साई बाबा घर रो अवस्था देखि करूथिबे
ପାଣି ଗଳୁଛି କେତେ ଅସୁବିଧାରେ ଆମେ ଚଳୁଛୁ ଗରିବ ଲୋକ କହିଲେ ଅଭାବୀ ଲୋକ ମୁଣ୍ଡ ନାଗିଲେ ଭାତ ଖାଇବୁ ରୋଷେଇ ଘରେ ନାହିଁ, ପାଲ ଟାଙ୍ଗି ରୋଷେଇ କରୁଛନ୍ତି। ଯାହା ହଉ ପାଲ ଟାଙ୍ଗି ରୋଷେଇ ମଧ୍ୟ ହଉଛି। ଉଜ୍ଜଳା ଯୋଜନା ମଧ୍ୟ କିଛି ମିଳିଛି ଲୋକଙ୍କୁ ମିଳିନି, ଯଦିଓ ମିଳିଛି ଗ୍ୟାସ୍ ପାଇଁ ପଇସା ନାହିଁ। ଉଜ୍ଜଳା ଯୋଜନା ମିଳିଛି, ଦେଖ ଏଇ ଦେଖ ଫାଟି ଯାଇ ପାଣି ଗଳୁଛି ଆମେ ଚଳିଯାଉ ଫାଟିଗଲାଣି ଛାଦା ସାଇବାବା ଘର। ସାଇବାବାଙ୍କ ଘର ମିଳିଥିଲା ନାଇଁ କି ବନ୍ଧୁମାନଙ୍କୁ। ତା କରିପାରୁନୁ ଅଭାବୀ ଲୋକ ଆଉ ଇଏ ଘର ମଧ୍ୟ ଏଇଠି ସେମିତି ସବୁ ଚାଳ ଘର କରିକି ରହିଛନ୍ତି ନାଇଁ। ଆଉ ବାପା ମା ରହିଲେ, ଛୁଆ ପିଲା ରହିଲେ ଚାଳ ଘର। ଆଚ୍ଛା। ଆମର କେମିତିଆ ବାପା ଦେଖିଲା ଆମେ କେମିତି ଘରୁ ବାହାରି ଚଳିବୁ କଣ ହେଇଛି ନଦବା ଏଇ ଚଳିପାରୁନୁ ପାଣି ସୁଅ ଗଡୁଛି ସିଆଡେ 5 ଆମର ସାର୍ଟିଫିକେଟ୍ ମଧ୍ୟ ଅଛି ଯାହା ବନ୍ଧୁ ଦଉଛନ୍ତି। ହଁ ଭିନ୍ନକ୍ଷମ ଥାଇ ମଧ୍ୟ ଭିନ୍ନକ୍ଷମଙ୍କୁ ଭତ୍ତା ମିଳୁଛି ଆଜ୍ଞା। ଭତ୍ତା କେତେ ମିଳୁଛି? 1200 ଟଙ୍କା ଭତ୍ତା ମିଳୁଛି, କିନ୍ତୁ ଘର ଖଣ୍ଡେ ମିଳିପାରିଲାନି। ଅନ୍ତୋଦୟ ଘର ଖଣ୍ଡେ ମିଳିଲାନି। ବନ୍ଧୁଙ୍କର ଏଇ ଗୋଟିଏ ଦୁଃଖ ରହିଗଲା ଆଜ୍ଞା। ସେ ଯୋଉ ସାଇବାବାଙ୍କର ଘର ଖଣ୍ଡେ ପାଇଥିଲେ, ଇଏ ହଉଛି ସେ ସାଇବାବାଙ୍କ ଘର। ସେଇ ଘରେ 3 ପୁଅ ବୋହୁ ସମସ୍ତେ ଆମେ ଚଳିପାରୁନୁ ଘରୁ ବାହାରି ପାରୁନୁ 3 ପୁଅ ଆପଣଙ୍କର। କେମିତି 3 ପୁଅ ବୋହୁ ମାନଙ୍କୁ ନେଇ ଗୋଟିଏ ପରିବାର କେମିତି ଏ ଘରେ ବସବାସ କରିବ ଆଜ୍ଞା। ବିଚାର କରନ୍ତୁ ଆପଣ ମାନେ। ଏମାନଙ୍କ ପାଇଁ ନିହାତି ସରକାରଙ୍କର ଯୋଜନା ହିସାବରେ PM ଆବାସ ଯୋଜନାର ଆବଶ୍ୟକତା ଅଛି ଆଜ୍ଞା। ତ ଆବଶ୍ୟକତା ଯାହାର ଅଛି ତାଙ୍କୁ ଯଦି ନ ମିଳିବ ତାହେଲେ ମିଳିବ କାହାକୁ? ସରକାର କହୁଛନ୍ତି ବସୁନ୍ଧରା ଯୋଜନା। ମାନେ କଣ ସେ ତ ଯାଇଥିଲା ସେଇ ଅଭିଯୋଗ କରିବାକୁ ଏଇ ମାଡ ଖାଇଲା କି ନାଇଁ ମା ଏବେ କଥା କାଇଁ ସେଇ କଥା ଏବେ ଖାଲି କହୁଛନ୍ତି। ଆଗରୁ କଣ ହଉଥିଲା ସବୁ? ଆଗରୁ ସେ ଆଉ ଆ ପୂର୍ବରୁ ସବୁ ସରପଞ୍ଚ ଆସିନାହାନ୍ତି? ଯୁଗ ଯୁଗ କଥା ଆମେ କହିଲା ବେଳେ ଏବେକାର କଥାକୁ କାହିଁ କହୁଛ? ସେ ଅତୀତ କଥାକୁ ବି ଜାଣିବା ଆଜ୍ଞା। ଆମକୁ ସମସ୍ତେ ଅଣଦେଖା କରୁଛନ୍ତି ସମସ୍ତ, କିନ୍ତୁ ରାଲି ହେଲେ ଭଲ ମନ୍ଦ ହେଲେ ଆମକୁ ଦୌଡ଼ିବାକୁ ପଡୁଛି। ଆମେ ଦୌଡ଼ିକି ଯାଉଛୁ, କିନ୍ତୁ ଯେତେବେଳେ ଆମ କାମ ଆସୁଛି ସବୁ ଫେରେଇ ଦଉଛନ୍ତି। ଚାଳ ଘର ଆମକୁ ଘର ଦଉନାହାନ୍ତି। କେତେ ସରପଞ୍ଚ ଗଲେଣି, ଆମେ ତ ଏଇଠି ମୁଁ ଏଇ ଘରେ ଆସିକି ବାହା ହେଇକି 15-20 ବର୍ଷ ହେଲା ଆସି ରହିଲିଣି। ମୁଁ ଏଇ ଘରେ ହିଁ ରହିଛି। ତିନି ଥର ସରପଞ୍ଚ ବି ବଦଳି ସାରିଲେଣି, କିନ୍ତୁ ସରପଞ୍ଚ ଅମର ସରପଞ୍ଚ କାଳରୁ ଶୁଣୁଛି ମୋର ଘର ଆସିଛି, ହେଲେ ଏପର୍ଯ୍ୟନ୍ତ ଘର ଆସିବାକୁ ନାହିଁ। ମୁଁ ଘର ପାଇପାରୁନି। ଆସିଛି ବୋଲି ଯୋଉ ଶୁଣୁଛନ୍ତି କେମିତି? ଆପଣଙ୍କର ପଞ୍ଚାୟତରେ ବୋର୍ଡ ମରା ହବ, ସ୍ୱତନ୍ତ୍ର ନାଁ ଲେଖା ହବ, ସେଥିରେ ସେଠି ଲେଖା ହେଇଥିଲା। ହଁ ଏବେ ଏଇ ବର୍ଷ ଲେଖା ହେଇଥିଲା ସରପଞ୍ଚ ମାନେ ସରପଞ୍ଚ ବୋର୍ଡରେ ଲେଖା ହେଇଥିଲା। ଏଇ ବର୍ଷ ଲେଖା ହେଇଥିଲା। ତାପରେ ଘର ଆପଣଙ୍କ ସହିତ ଯୋଉମାନଙ୍କର ଲେଖା ହେଇଥିଲା ତାଙ୍କୁ ଘର ମିଳିଲା? ନାଇଁ କାହାରିକି ମିଳିନି। ଏ ସାହିରେ କାହାରିକି ଟୋଟାଲି ଘର ମିଳୁନି। ନାଇଁ ନାଁ ଯୋଉ ଲେଖା ହେଇଥିଲା ଆସିଛି ଘର ବୋଲି, ସେଟା ଏପର୍ଯ୍ୟନ୍ତ ମିଳିନି। ସେ ଚାମେଲି ଦିଦି ଆମର ସରପଞ୍ଚ ରହି ମାଙ୍କର କାମ କରି ଆସୁଥିଲେ, ଭଲ ମନ୍ଦ ସେମାନେ ଦେଖି ଆସୁଥିଲେ। କିନ୍ତୁ ବର୍ତ୍ତମାନ ମା କହିବା କଥା ହଉଛି ଯାହା ବି ହେଲେ ସେ ଆମରି ଦୁଃଖ ନେଇକିରି ଯାଇଥିଲେ ଜଣେଇବା ପାଇଁ, ନାଇଁ କି ମା? କେତେ ସରପଞ୍ଚ ଗଲେଣି, କେହି ତ ଆମ ଦୁଃଖ ବୁଝିନାହାନ୍ତି। ଏପର୍ଯ୍ୟନ୍ତ ବି ମୋ ଘର ହେଇନି। ସିଏ ବି ଏଇ ଅବସ୍ଥାରେ ସରପଞ୍ଚ ବି ଥିଲେ ଏଇ ବର୍ଷ। ମତେ ବି ସାନ୍ତ୍ୱନା ଦେଇଛନ୍ତି ଯେ ମୁଁ ତମକୁ ଘର ଦେବି ଭାଉଜ, ତମେ କେତେ ବର୍ଷ ହେଲା ଘର ପାଇନ, ତମେ ଅସୁବିଧା ଭୋଗ କରୁଛ, ଆଉ ମୁଁ ତମକୁ ଘର ଦେବି। ଯଦି ସେ ଗୋଟା କିଛି ଆମ ବିରୋଧରେ ଗୋଟା ଯାଇଥିଲେ ଭଲ ମନ୍ଦ ପାଇଁ ଆମ ପାଇଁ, ତାଙ୍କୁ ପୋଲିସ ଗିରଫ କଲା କଣ? କହିପାରିବେ ଯେ କାହିଁକି ଆରେଷ୍ଟ କଲେ? ଭାଇରାଲ ହେଇଛନ୍ତି ଆଜ୍ଞା ଆପଣଙ୍କ ସରପଞ୍ଚ ଯେ ଭାଇରାଲ ହେଇଛନ୍ତି, ଏଟା ଛୋଟ ମୋଟ କଥା ନୁହେଁ। ଆମ ଦୁଃଖ ନେଇକିରି ହଠାତ୍ ଗଲେ ଏସବୁ ଘଟଣା ଘଟୁଛି, ତାହେଲେ କେହି ରାଜନୀତିକୁ ଆସିବେ ନାହିଁ ଆଜ୍ଞା। କାହିଁକି ବା ଆସିବେ? ସରପଞ୍ଚ ଲୋକପ୍ରତିନିଧି, ସେ ଲୋକମାନଙ୍କର ଦୁଃଖ କଥା ଯାଇକିରି ଜଣେଇଛନ୍ତି। ସେ କ'ଣ ଅସୁବିଧା ହେଲା ତାଙ୍କର? ସରକାର ଜଣାଉଛି ପ୍ରକୃତରେ ଯାହା ନ୍ୟାୟ ତାଙ୍କୁ ନ୍ୟାୟ ହିଁ ଦିଅ। ସେ ଆମ ଗାଁର ଝିଅ ସରପଞ୍ଚ ହେଇଛି, ମଦ ଭାଟି ବି ଭାଙ୍ଗିଥିଲେ, ସିଏ ବି ଯାଇ ମଦ ଭାଟି ଭାଙ୍ଗିଥିଲେ। ତାପରେ ଯେକୌଣସି କାମ ହେବା ପାଇଁ ଆମ ରାସ୍ତା କି ଟ୍ୟୁବୱେଲ୍ ଭଲ ମନ୍ଦ ଆମେ କରିବା ପାଇଁ ଚାହୁଁଛୁ, ସେ ଟ୍ୟୁବୱେଲ୍ କଥା ବି ଆମେ କହିଥିଲୁ। ସେ କହିଲେ ଟ୍ୟୁବୱେଲ୍ ସରକାର ତରଫରୁ ଆସିନି, ଯଦି ଆସେ ଆମେ ତୁମକୁ ନିଶ୍ଚିତ ଦେବୁ। ଆଉ ରାସ୍ତାଟା ଆମର ନାହିଁ, ଆମ ଗାଁ ଗହଳିର ରାସ୍ତା ନାହିଁ। ଆଉ ରାସ୍ତାଟା ବାହାର କଲେ ରାସ୍ତାଟା ଆମେ ଦେବୁ। ଅଛି ଗୋଚର ଅନାବାଦୀ ଅଛି, ସେ ଜାଗାଟା ବାହାରି ଆସୁଛୁ, ମାନେ ଗୋଚର ସବୁ ବାହାର କରୁଛନ୍ତି ସରକାର। ଆଉ ସେ ବାହାରିଲା ପରେ ମୁଁ ରାସ୍ତା ଦେବି, ସେ ବି ଏକଥା ବି କହିଛନ୍ତି। ଆଉ ସେଇ ରାସ୍ତା ପାଇଁ କିଛି ତାଙ୍କୁ ନ୍ୟାୟ ଦିଅନ୍ତୁ, ସେ ଭଲରେ ଆସି ଆମ ଅଞ୍ଚଳର ସରପଞ୍ଚ ଆମ ଦୁଃଖ କଥାରେ ସାମିଲ ହୋଇକିରି ଆଜି ଜେଲ୍ ଯାଇଛନ୍ତି। ସିଏ ଭଲରେ ଫେରି ଆସିବା ସହିତ ଆଉ କିଛି କାମନା ମଧ୍ୟ ରଖୁଛୁ। ସରକାର ଆମ ପ୍ରତି ଟିକେ ଦୃଷ୍ଟି ଦିଅନ୍ତୁ, ଆମକୁ କିଛି 4 ଡିସମିଲ୍ ଲେଖା ବସୁନ୍ଧରା ଯୋଜନାରେ ଜାଗା ଯୋଗାଇ ଦେବା ସହିତ ଘର ଖଣ୍ଡେ ଖଣ୍ଡେ ଇନ୍ଦିରା ଆବାସ ବା PM ଆବାସ ଯୋଜନାରେ ମଧ୍ୟ ଆମକୁ ଅଂଶଗ୍ରହଣ କରାନ୍ତୁ। ମନ୍ଦିର ଯାଉଛୁ, ଠାକୁର ପୂଜା ଆମର ନନା ଅଛନ୍ତି, ପାଣି ତୋଳା ହୁଏ, ବାହାଘର ଜାତି ପ୍ରଥା କିଛି ବାରୁନାହାନ୍ତି ଏପଟେ? ଜାତି ପ୍ରଥା ନାହିଁ କିଛି? ତାହେଲେ ଯାହାର ବାହାଘର ଅନ୍ୟ ମାନଙ୍କର ହଉଛି, ଆମର ଏଠି କୋଠାବାଡି ଥିବା ଲୋକଙ୍କର, ସେମାନେ ତମକୁ ବରଯାତ୍ରୀ ନଉଛନ୍ତି ତାଙ୍କ ବାହାଘର? ଆମ ପିଲାମାନେ ଯାଉଛନ୍ତି, ବରଯାତ୍ରୀ ସବୁ ଯାଉଛନ୍ତି, ମିଶି ଖୁସି ସବୁ ଚଳୁଛନ୍ତି, ଆଉ ଛୁଆଁଛୁତର ନାହିଁ। ତମ ପିଲା ତାଙ୍କ ଘରେ ବାହାଘର ହେଇପାରୁଛି? ଗୋଟିଏ ନିମନ୍ତ୍ରଣ ବସି ଯାଉଛନ୍ତି, ଖାଉଛନ୍ତି, ଖିଆପିଆ ବି କରୁଛନ୍ତି, ବାହା ବି ହଉଛନ୍ତି।
ବାହାଘର ଫାଘର ହେଇଗଲାଣି ଆଉ କଣ ନାଇଁ କି ଯାହା ହଉ ଆଜ୍ଞା ଭଲ ସୁନ୍ଦର କଥାଟି ଆମେ ଏଠୁ ପାଇଲୁ ଆମ ଏ ତିକିରି ଗ୍ରାମରେ ଛୁଆଁ ଅଛୁଆଁ ଜାତି ପ୍ରଥା ନାହିଁ ଆଜ୍ଞା ବହୁତ ବଢିଆ କଥା କାହିଁକି ନା ପିଲାମାନେ ପାଠ ପଢି ଶିକ୍ଷିତ ହେଇଯାଇଛନ୍ତି ନାଇଁ ନାଇଁ ତମେ ମଳିକ ସିଆଡ଼େ ସିଆଡ଼େ ତମେ ସିଆଡ଼େ ରହ ଆମକୁ ଛୁଅ ନା ଏବେ ଛୁଆଁ ଛୁତ ଆଉ ନାହିଁ ଆଉ ନାହିଁ ଆଚ୍ଛା ଆଚ୍ଛା ଛୁଆଁ ଛୁତ ନାହିଁ ତାଙ୍କ ଘର ଝୁଅଟା ଆମ ଘର ବାହା ହେଲେ ଆମ ଘର ଝୁଅ ତ ତାଙ୍କ ଘର ବାହା ହେଲେ ଭଲ ପାଇକିରି ବାହା ହେଇଯାଉଛନ୍ତି ନାଇଁ କି ଜାତକ ନ ଦେଖି ଭଲ ପାଇ ପଳଉଛନ୍ତି ବାପା ମା ବାହାଘର ବାଧ୍ୟ ଆଉ ବାଧ୍ୟ କରି ନହେଲେ ଖାଇଦେବେ ଆମେ ଡରିକି ବାହାଘର କରୁ ବାହାର କରିଦଉଛନ୍ତି ଏଠୁ ଆମର ଇଏ ବିଗିଡି ଯାଉନି କି ଆମର ଯୋଉ ଜାତକ ଦେଖେଇକିରି ବାହାଘର କରିବା କଥା ସେ ବିଗିଡି ଗଲାନି ବିଗିଡ଼ି ଯାଉଛୁ ସେଠୁ ଅଜାତି ଘର ଝିଅ ଆଣିଲେ ଆମ ଘରେ ଜାତି କରୁଛେ ପୁରୀ ନେଇ ଯାଉଛୁ ପୁରୀ ନେଇ ଯାଉଛନ୍ତି ଆମ ଗ୍ରାମ ଦେବତୀ କି ଠାକୁରଙ୍କ ପାଖରେ ହେଇପାରିବୁ ସେଇଟା ମାନେ ଗୋଟେ ନେଇ ଯାଉଛୁ ପୁରୀ କି ପ୍ରତିଷ୍ଠା କରି ଆଣି ଘରକୁ ପ୍ରତିଷ୍ଠା କରିକି ଘରକୁ ନେଇ ଆସିছে ନାଇଁ କି ଆଉ ସେ ଗୋଟା ଝୁଅଟା ଆମର ଗାଁରେ ସରପଞ୍ଚ ସିଏ ସବୁଥିରେ ଆମକୁ ଆରଥରକ ଆପଣ ସରପଞ୍ଚ ହେବେ ହଁ ହେବ ତ ହଁ ଆପଣଙ୍କ ଅଞ୍ଚଳର ଯେତିକି ଲୋକ ଏଠି 300 ଭୋଟ ହେଲା ଏଠି ଆପଣଙ୍କର ଜଣେ କିଏ ଛିଡା ହେଲେ ହବନି ମା ମାନଙ୍କ ଭିତରୁ ଜଣେ କିଏ ଛିଡା ହବ ହଉ ଭାଇ ଚାମେଲି ଦିଦି କିପରି ଭଲରେ ଭଲରେ ଆସି ଆମ ଘରେ ପହଞ୍ଚନ୍ତୁ ଏହା ହିଁ ମା ମାନଙ୍କର କାମ ବହୁତ ବହୁତ ଧନ୍ୟବାଦ।